ଏଠାରେ ଉପସ୍ଥିତ ପ୍ରଭୁଙ୍କର ମନୋନୀତ ଦାସମାନେ ସାଧୁମାନେ ଯେତେ ଏକତ୍ରିତ ସମସ୍ତଙ୍କୁ ପୁଣି ଶୋକାକୁଳ ପରିବାରକୁ UBCA ତରଫରୁ ମୁଁ ଆନ୍ତରିକ ଭକ୍ତିର ନମସ୍କାର ଜଣାଏ। ନମସ୍କାର। ଆମମାନଙ୍କର UBCA ସମ୍ପାଦକ ମଧ୍ୟ ଆସିବେ ଏବଂ ପ୍ରଭୁଙ୍କ ଦାସଙ୍କ ବିଷୟରେ ସେ ମଧ୍ୟ କିଛି କହିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ସେ ମଧ୍ୟ ଆସନ୍ତୁ। ବ୍ୟକ୍ତିଗତ ଭାବରେ ସ୍ୱର୍ଗୀୟ ଦିଗାଲ ବାବୁଙ୍କ ସହିତ ମୋର ଏତେ ନଥିଲା, କିନ୍ତୁ ଆମର ବ୍ରାଞ୍ଚ ଚର୍ଚ୍ଚ ଥିଲା ବିଶ୍ରିଂ ବୋଲି ଗୋଟେ ବ୍ରାଞ୍ଚ ଚର୍ଚ୍ଚ ଅଛି ଆମର, ସେଇଠି ସେ ବକ୍ତା ଭାବରେ ଥିଲେ। ମୁଁ ମଧ୍ୟ ସେଇ ସ୍ଥାନରେ ଥିଲି ସେଇଦିନ, ସେଇଠି ମୋର ଦେଖା ହେଇଥିଲା। ଆଉ ସେଇଠି ତାକୁ ମୁଁ କହିଥିଲି ଆପଣଙ୍କ ସହିତ ଠିଆ ହୋଇ ଏଇ ଚର୍ଚ୍ଚରେ ଆଜି ଆମମାନେ ମିଳିତ ଭାବରେ ପ୍ରଭୁଙ୍କ ସେବା କରୁଛୁ ଆଉ ପ୍ରଭୁଙ୍କ ନାମ ଧନ୍ୟ ହଉ। ସେ କହିଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ସେଇଠି ହିଁ ମୋର ଦେଖା, ତା ସହିତ କେବେ ନାହିଁ, କିନ୍ତୁ ୟୁଟ୍ୟୁବ୍ ମାଧ୍ୟମ ଦେଇ ତାଙ୍କର ପ୍ରଚାର ମୁଁ ବହୁତ ଥର ଶୁଣିଛି, ଭଲ ଲାଗେ। ପୁଣି ଯେଉଁ ଗଭୀର ଭାବ ସେ ପରିପ୍ରକାଶ କରିଛନ୍ତି ନିଶ୍ଚୟ ଅନେକ ଆତ୍ମାଙ୍କର ନିମନ୍ତେ ଆଶୀର୍ବାଦଦାୟକ। ଏଣୁ ମୁଁ ଭାବେ ଏକ ବିଶିଷ୍ଟ ପ୍ରଭୁଙ୍କର ଦାସଙ୍କୁ ଆଜି ଆମ ଗହଣରୁ ଆମମାନେ ହରେଇଛୁ। ଯଦିଓ ସେ ପ୍ରଭୁଙ୍କ ଠାରେ ଅଛନ୍ତି, କିନ୍ତୁ ପାଉଲଙ୍କ ଭାଷାରେ ପାଉଲ ବଞ୍ଚିଥିବା ବିଶ୍ୱାସୀମାନଙ୍କ ନିମନ୍ତେ ଆଶୀର୍ବାଦଦାୟକ। କିନ୍ତୁ ପାଉଲ ଯଦି ପ୍ରଭୁଙ୍କ ନିକଟକୁ ଚାଲିଯିବେ ଆଉ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଶୀର୍ବାଦ। ସେଭଳି ଭାବରେ ଆଜି ପ୍ରଭୁଙ୍କର ମହାନ ଦାସ ପ୍ରଭୁଙ୍କ ସହିତ ଅଛନ୍ତି, କିନ୍ତୁ ଏଇଠାରେ ଯେତେ ଆତ୍ମାଗଣ ଅଛୁ ଆମମାନଙ୍କ ନିମନ୍ତେ ତାହା ଅଭାବ। ପ୍ରଭୁ ଶୋକାକୁଳ ପରିବାରକୁ ଆଶୀର୍ବାଦ କରନ୍ତୁ, ଶାନ୍ତି ସାନ୍ତ୍ୱନା ଦେଇ ଆଶୀର୍ବାଦରେ ବଢ଼ାଇ ନିଅନ୍ତୁ। ଆସନ୍ତୁ। प्रभु को धन्यवाद दिए। स्वल्प समय उत्कल बाप्टिस्ट चर्चेस एसोसिएशन गजपति से मो जनरल सेक्रेटरी आम प्रेसिडेंट आम टीम आम सका 4टार बाहरी पार्लाखेंडी 11टार पहुँचलु। रास्ता सारा वर्षा, बहुत कष्ट पहुँचलु। प्रोग्राम केमती पहुँची पारा कि नहीं अनुग्रह करी सुजोग देले प्रभु। मो समस्त को नमस्कार जना। आम सम्मिलनी पक्षर 120टी चर्च आमर 91 रु आरंभ करी जदि 5 मिनट 91, 92, 93 मध्य स्वर्गत रेभरेंड दिगाल सर जिते कटक स्टीवर्ट्स साइंस कॉलेज रे पढ़ुले, मो थियोलॉजी स्टूडेंट थी। आम वॉलीबॉल टूर्नामेंट मो कैप्टेन तांकर स्टीवर्ट्स साइंस कॉलेज रो से टीम, मो थियोलॉजी स्टूडेंट मो टीम आम खेली आसलु। जितेबाला आम 2003 मसीह सेरंग सेंटेनरी बाप्टिस्ट चर्च को रेभरेंड राजीव दानियल को आम डाकिलु, आरंभ कलु। से राजीव दानियल कौन कले, मो ठूर गोटे गुरु अच्छा जीतू लिमा को डाकिलु। से पुणी कहले मो ठार आउ जड़े गुरु अच्छा से होती रेभरेंड किशोर दिगाल। आमर 120टी चर्च रे लक्ष लक्ष सभार मेम्बर सभ्य सभ्य मान मध्य से जड़े महान स्पीकर अटंती। अनुग्रह करी प्रत्येक वर्ष, गत वर्ष रणालय बाप्टिस्ट मंडली रे, ता पूर्व वर्ष नारायणपुर बाप्टिस्ट मंडली रे लक्ष लक्ष जनता उपरे से वाक्य दे आछंती। आउ आसंता जनवरी 26 आउ 26-27 रे आम वोमेन्स एनुअल मीटिंग नामनगढ़ स्वर्ण जोबेल रे से स्पीकर थिले। प्रसंग भी आम दे देइछु। अनुग्रह करी एते सुपरिचित प्रभुଙ୍କ दास जेतले आम दुखित ए मृत्यु संवाद शुणिलु, किंतु संडे थिला। सो पास्टर माने आम सब हैदराबाद 35 पास्टर्स आर गोइंग टू हैदराबाद। गोटे मैरेज प्रोग्राम रे आमर प्रोग्राम थिला सोमवार दिन, से आम दुखित आम आसी पार्लु नहीं। सब आम शुक्रवार दिन फेरिलु। सब जेतु प्रोग्राम आम मिस कलु ए कबर समय रे, तथापि गतकाली आम अन्य प्रोग्राम रे बाहर जाइलु सम्मेलन पक्ष, तथापि राति रे आम सब रही चिंता कलु संगे संगे जीवा ए सुंदर मेमोरियल सर्विस रे अंशग्रहण करने आम एति कहू। आम उत्कल बाप्टिस्ट चर्चेस एसोसिएशन मंडली सम्मिलनी कोणे अणुकोण से आम निमंते एक भक्त दास प्रभु प्रिय दास तांकरी
ସୁମଧୁର ସ୍ୱର ବାକ୍ୟ ଆମର ପ୍ରେସିଡେଣ୍ଟ କୁହନ୍ତି ତାଙ୍କର ୟୁଟ୍ୟୁବ୍ ମାଧ୍ୟମରେ ରିଭାଇଭାଲ୍ ଫାଉଣ୍ଡେସନ୍ର ଅନେକ ପ୍ରୋଗ୍ରାମରେ ଅନୁଗ୍ରହ କରି ମୋତେ ବି ତାଙ୍କ ପକ୍ଷରେ ଗୋଟେ ମେସେଜ୍ ଦିଆଯାଇଥିଲା ରିଭାଇଭାଲ୍ ଫାଉଣ୍ଡେସନ୍ ପ୍ରୋଗ୍ରାମରେ ମୋତେ ମୁଁ ବି ସେଥିରେ ଅଂଶଗ୍ରହଣ କରିପାରିଥିଲି ମେସେଜ୍ ଦେବା ପାଇଁ ପ୍ରିୟ ପ୍ରଭୁଙ୍କ ଦାସଙ୍କୁ ଆମେ ଭୁଲି ପାରିବୁ ନାହିଁ ଆମର ସମଗ୍ର ମାନେ ଗଜପତି ଉତ୍କଳ ବାପ୍ଟିଷ୍ଟ ଚର୍ଚେସ୍ ଆସୋସିଏସନ୍ ଆମର ଟିଟଲାଗଡ଼ ଆଉ ଆସାମ ଆଉ କୋଣାର୍କ ସବୁରେ ଆମର ମଣ୍ଡଳୀ ସବୁ ରହିଛି ଆଉ ସେ ସବୁ ମଣ୍ଡଳୀ 120ଟି ଚର୍ଚ୍ଚରେ ସେ ବହୁତ ଆସୁଥିଲେ ବହୁତ ଦୁଃଖିତ ଆମ ସମ୍ମିଳନୀ ପକ୍ଷରୁ ତଥାପି ପ୍ରଭୁଙ୍କ ବିରୁଦ୍ଧରେ ଆମେ କୌଣସି କଥା କହିପାରିବୁ ନାହିଁ ପ୍ରିୟ ଦୁଃଖିତ ପରିବାରକୁ ମାଙ୍କୁ ପ୍ରଭୁ ଶାନ୍ତି ସାନ୍ତ୍ୱନା ଦିଅନ୍ତୁ ତଥା ବାପା ବୃଦ୍ଧ ବାପାଙ୍କୁ ମଧ୍ୟ ସାନ୍ତ୍ୱନା ଦିଅନ୍ତୁ ପିଲାମାନଙ୍କୁ ପ୍ରଭୁ ସାନ୍ତ୍ୱନା ଦିଅନ୍ତୁ ତଥା ବାରଖାମା ମଣ୍ଡଳୀକୁ ପ୍ରଭୁ ସାନ୍ତ୍ୱନା ଦିଅନ୍ତୁ ଆମ ସମ୍ମିଳନୀକୁ ଯେତେକ ବସିଛୁ ପୁଣି ଯେତେବେଳେ ପହଞ୍ଚି ପାରିନାହାନ୍ତି ଆମ ସେରଙ୍ଗ ମଣ୍ଡଳୀର ମଧ୍ୟ ଆମ ଟିମ୍ ଡିକନ୍ସ ଟିମ୍ ସବୁ ଆସି ପହଞ୍ଚୁଛନ୍ତି ଏପର୍ଯ୍ୟନ୍ତ ପହଞ୍ଚି ପାରୁନାହାନ୍ତି ରାସ୍ତାରେ ଅଛନ୍ତି ବହୁତ ବର୍ଷା ହେଉଛି ରାସ୍ତାରେ ଗୋଟେ ବଡ଼ ଗାଁଟେ ଥାଏ ଦାରିଙ୍ଗବାଡ଼ି ସେ ବହୁତ ଖରାପ ବର୍ଷା ପାଗ ପ୍ରିୟ ପ୍ରଭୁଙ୍କ ଦାସଙ୍କ ପାଇଁ ଆମେ ଭୁଲି ପାରୁନାହୁଁ ତଥାପି ପ୍ରଭୁ ସେ ପରିବାରକୁ ପ୍ରକୃତ ଭାବରେ ସବୁ ଅବସ୍ଥାରେ ସାନ୍ତ୍ୱନା ଦିଅନ୍ତୁ ପ୍ରଭୁ ଆପଣଙ୍କର ସ୍ୱାମୀ ପ୍ରଭୁ ଆପଣଙ୍କର କର୍ତ୍ତା ପ୍ରଭୁ ଆପଣଙ୍କର ପାଳକ ହୋଇ ପ୍ରଭୁ କଡ଼ାଇ ନିଅନ୍ତୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ତଥା ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ ଆମମାନେ ମଧ୍ୟ ଆସିଥିଲୁ ଆଉ ଥରେ ଫେରିଯିବୁ କିଛି ସମୟ ପରେ ପରେ ଆମ ସମସ୍ତଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ ଉପସ୍ଥିତ ସମସ୍ତଙ୍କୁ ମଧ୍ୟ ଆଶୀର୍ବାଦ କରି ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ ଆମେନ୍ ଧନ୍ୟବାଦ ସାର୍ ନମସ୍କାର ଧନ୍ୟବାଦ ଆଉ ପ୍ରଭୁଙ୍କର ଧନ୍ୟବାଦ ହଉ ଏହି ସମୟରେ ଆମେ ପ୍ରଭୁଙ୍କର ଉପାସନା କରିବା ଗୋଟିଏ ଗୀତ ଏଲୋହିମ୍ ୱାର୍ସିପ୍ ବ୍ୟାଣ୍ଡ ତରଫରୁ ଆମେ ଶୁଣିବା ଆଉ ବିଶେଷ ଅନୁରୋଧ ରହିଥିଲା ଆମମାନଙ୍କର